ପକ୍ଷରୁ ଆପଣଙ୍କୁ ସ୍ୱାଗତ। ବାଲେଶ୍ୱର ଡାକମଣ୍ଡଳର 74ତମ ପ୍ରତିଷ୍ଠା ଦିବସ ଏବଂ 143ତମ ଡାକ ଜୀବନ ବୀମା ଦିବସ ସହଦେବଖୁଣ୍ଟାସ୍ଥିତ ଡାକମଣ୍ଡଳର ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ବାଲେଶ୍ୱର ଡାକମଣ୍ଡଳ ଡାକ ଅଧୀକ୍ଷକ ତାପସ କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ରବୀନ୍ଦ୍ର କୁମାର ପାତ୍ର, ନମିଷା ବାରିକ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଓଡ଼ିଶା ଡାକ ପରିମଣ୍ଡଳ ଡିଡିଏମ୍ ସତ୍ୟବାଦୀ ବିଶ୍ୱାଳ, ମୁଖ୍ୟ ବକ୍ତା ସମ୍ବଲପୁର ଡାକମଣ୍ଡଳ ଅଧୀକ୍ଷକ ବସନ୍ତ କୁମାର ସିଂ, ସମ୍ମାନିତ ଅତିଥି ଆସାମ ଡାକ ପରିମଣ୍ଡଳର ଅବସରପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକ ବନମାଳୀ ପାତ୍ର, ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ବରିଷ୍ଠ ମ୍ୟାନେଜର ବିରଞ୍ଚି ନାରାୟଣ ସାମଲ ପ୍ରମୁଖ ବାଲେଶ୍ୱର ଡାକମଣ୍ଡଳର 74 ବର୍ଷର ସମର୍ପିତ ସେବା ସହିତ ଡାକ ଜୀବନ ବୀମାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ଡାକ ଜୀବନ ବୀମା ଓ ଗ୍ରାମୀଣ ଡାକ ଜୀବନ ବୀମା ଯୋଜନା ମଧ୍ୟରେ ସହର ଓ ଗ୍ରାମାଞ୍ଚଳର ଲୋକମାନଙ୍କୁ ବୀମା ସୁରକ୍ଷା ଯୋଗାଇବାର ଡାକ ବିଭାଗର ଭୂମିକାକୁ ଆଲୋକପାତ କରାଯାଇଥିଲା। ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ସିଧାସଳଖ ଲାଭ ହସ୍ତାନ୍ତର, ସ୍ପିଡ ପୋଷ୍ଟ ଓ ପାର୍ସଲ ସେବା, ଆଧାର ସେବା ଏବଂ ଇ-କମର୍ସ ସମର୍ଥନ ସେବା ଭଳି ଗୁରୁତ୍ୱପୂର୍ଣ୍ଣ ସେବାଗୁଡ଼ିକୁ ମଧ୍ୟ ଉଲ୍ଲେଖ କରାଯାଇଥିଲା। ପ୍ରତିଷ୍ଠା ଦିବସ ଓ ପିଏଏଲ୍ଆଇ ଦିବସ ଉପଲକ୍ଷେ ଗ୍ରାହକମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପରେ ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଜିଲ୍ଲାର ଡାକ ଅଧୀକ୍ଷକ ଓ ଅବସରପ୍ରାପ୍ତ ଡାକ ଅଧୀକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କିଛି ଡାକ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଧନ୍ୟବାଦ।